অশান্ত আরে নূଆ বউটা প্রথম করে ঘরକୁ ଆସିଛି বন্ধাপনা ନ କରି ସେ ଖାଲିଟାରେ ଏମିତି ଯିବ କେମିତି ନୁହଁ ମୁଁ ବନ୍ଧାପନା ଛାଡ଼ି ଦେଇ ଯାଉଛି। के बिया लोग कोड़ा तो बोलू बिया कोड़ी रो मु को रासी मु बंधापना करी को घर को नहीं दे जाइए तुम बो को तुम पाक फेरे आनी गली आज तुम बो को तुम पारे छाड़ दे जाउछी एसर मोर छुट्टी हिरो संथ तू तके एते शीघ्र छुट्टी देई पारिबी जो दिन मोर मशाणी रे चुई चलिबो ठीक सेही दिन तते छुट्टी देबी नहीं बापा आज बोले एमती शुभ दिन रे एमती अमंगल मते तुंडले धरंतनी बापा बापा पिला दिन को आज करछ मो बापा को देखि बापार स्नेह मते को मु पाइनी आपन देखि सला माने मते जेमती लागुछ मो बापा को पाइ जेछि ए बहुमा अरे तू तो मोर बहुलु तू मो घरर झियो तू मो घरर लक्ष्मी प्रतिमा ए शांति अरे तुम घर को तुम कुल लक्ष्मी आसी जाइछि ताको बंधापना करी हुळहुळी पकाई घर भीतर को जीवा को आशीर्वाद कर शांति बापा आज जदी बहु तांता से तांको बहु को अरे शांत तो बहु चली गला दिन ठारू आदर्श महापात्र संसार रे तार परिवार दुख आकाश रे अदिलिया कला मेघटा अपसरी जाइछि रे ए बहुबा बापा अरे आज तू ए घरर दायित्व तमर बहुबा ए बुढ़ा पुअटा को पर बोली भावी पादरे दूर को आड़े देवनी तो छी बापा आपण सेमिति काई कहउछथि झियो कोन बाप को गोळ रे आड़े दे घर बाहर छाए ए घर को बहु ए प्रथम करी आसी माने संज सकाले उडी तुलसी चौरा मने संजवती दे आ ए घर रे मंगल मने आसी आपण संज सकाले पाद सेवा करिवि आपण पाखे में बसी भागवत पढ़ी बापा वाह वाह बहु बाबा अरे अशांत अरे बोले महारत घर को लाड़े कौन लगी थी अरे बहुबा को घर भीतर नहीं जा अरे जा ठीक है बापा वर्षा भीतर को आसो अरे अशांत बहुबा तुम को लो तुम भीतर को जाओ कहिए बापा शांत हो अरे बहुमाटा नुआ करी घर को आसी तू जा बजार पनीपरिया ता साग को छतु की पनीर नहीं आस मु आज बहुमार हाथ परसा 9 तिल 6 मजा मन खुशी रे खाइबी रे मन खुशी रे खाइबी अरे जा अरे जाऊन चली आसिलु जे कौन होती झड़ीला बेले तो
তোর দেহ ভালো নাই কি ନାଇଁ ବାବା ମୁଁ ଠିକ ଅଛି ମାନେ କଥା କଣ ବାପା କଣ ମାନେ ହଉଛୁ ବା? ଆରେ ମତେ ଲାଗୁଛି ତୋ ଦେହ ଭଲ ନାହିଁ। ମତେ ବିଶ୍ୱାସ କରନ୍ତୁ ବାପା ମୋର କିଛି ହେଇନି ମୁଁ ଠିକ ଅଛି ବାପା ଠିକ ଅଛି ଓହୋ ଓ ଆକାଶ ଆରେ ତୁ ଆସିଯାଇଛୁ ଭଲ କରିଛୁ। ଆଜି ଆମେ ସମସ୍ତେ ବସି ଏକାଠି ମିଶି ମନ ଖୁସିରେ ଖାଇବା। ବହୁମା ବହୁମା ଇଏ ବାପା ବହୁମା ଅରେ ଆକା ଆରେ ତୁ ବାହା ହେଇ ଘରକୁ ବହୁଟିଏ ନେଇ ଆସିବା କଥା। ମୁଁ କେତେ ଥର ତତେ କହିଲି ତୁ ମନା କରିଦେଲୁ। ମୁଁ ଆଉ କଣ କରିଥାନ୍ତି? ଶେଷରେ ଅଶାନ୍ତଟାକୁ କହି ବାହା କରେଇ ଘରକୁ ବହୁଟିଏ ନେଇ ଆସିଲି। ବସନ୍ତ ତୁ ମାନେ ହଁ ଭାଇ ବାପା ମୋ ବାହାଘର ପାଇଁ ଜିଦ୍ ଧରି ବସିଲେ। ଶେଷରେ ବାପାଙ୍କ କଥା ରାଜି ହେବା ପାଇଁ ମୁଁ ବାଧ୍ୟ ହେଲି। ଏ ଅଶାନ୍ତ ଆରେ ଭାଇଟା କେତେ ବାଟରୁ ଆସିଲାଣି। ଭୋକରେ ତାର ମୁହଁ କଳା କାଠ ପଡ଼ିଗଲାଣି। ପଛରେ ଦୁଃଖ ସୁଖ ହେଲେ ଚଳିବନି। ଆରେ ତୁ ବଜାରକୁ ଯା ବଜାର ଯାଉନୁ ଆରେ ଯା ଆରେ ଯାଉନୁ ବହୁମା ବହୁମା ତମ ଦେଢ଼ଶୁର ଆସିଛି ଦେଢ଼ଶୁର। ଭାଇ ତମେ ବଞ୍ଚିଛ ଭାଇ ତମେ ବଞ୍ଚିଛ। ହଁ ମୁଁ ବଞ୍ଚିଛି ରେ ଅଶାନ୍ତ ତୁ ମରିବା ପରେ ବି ମୁଁ ବଞ୍ଚିଛି ନାଇଁ ଭାଇ ତମେ ବାପାକୁ ଠକି ଦେଇପାର ହେଲେ ମତେ ନୁହଁ। ଦେଖି ତମର କଣ ହେଇଛି ନାଇଁ ଦେଖି ମୋ ହାତ ଆଉ ନାହିଁ ରେ ଅଶାନ୍ତ ସବୁଦିନ ପାଇଁ ମୁଁ ଗୋଟେ ଅଧର୍ମ ପଙ୍ଗୁ ନାଇଁ ଭାଇ ନାଇଁ ମାର ସେବା କରିବା ପାଇଁ ଭାରତ ମାତାର ଟେକ ରଖିବା ପାଇଁ ଭାଇଟା ତା ହାତଟାକୁ ବଳିଦାନ ଦେଇଦେଇଛି ରେ ଅଶାନ୍ତ ନାଇଁ ଭାଇ ନାଇଁ ତମେ ସେମିତି କଥା କୁହନି। ଅଶାନ୍ତ ତୋ ଭାଇର ଗୋଟିଏ ହାତ ପାଇଁ ତୁ କାନ୍ଦୁଛୁ ଭାରତ ମାତାର ହଜାର ହଜାର ସୈନିକ ନାଇଁ ଭାଇ ଯୁଦ୍ଧ ଭୂଇଁରେ ଆତ୍ମବଳି ଦେଇ ନିଜ ରକ୍ତରେ ଇତିହାସ ଲେଖି ଅମର ହେଇ ଯାଇଛନ୍ତି। ସେତକ ସୁଯୋଗ ମୋ ଭାଗ୍ୟରେ ଜୁଟିଲାନି ରେ ଅଶାନ୍ତ ନାଇଁ ଭାଇ ନାଇଁ ସେତକ ସୁଯୋଗ ମୋ ଭାଗ୍ୟରେ ଜୁଟିଲାନି ନାଇଁ ଭାଇ ନାଇଁ ତମେ ସେମିତି କଥା କୁହନି ଭାଇ ତମେ ବଞ୍ଚିଛ ଆମ ପାଇଁ ଯଥେଷ୍ଟ। ବଞ୍ଚିବା ମରିବା ଆଜି ମୋ ପାଇଁ ସବୁ କିଛି ସମାନ ହେଇଯାଇଛି ରେ ଅଶାନ୍ତ ସେଦିନ ସେଇ ଯୁଦ୍ଧ ଭୂଇଁର ଗୁଳି ଗୋଳା କମାଣ ନିଆଁ ଧୂଆଁ ବିଚିତ୍ର ବିନାଶ ଦୃଶ୍ୟ ଆଜି ମୋ ଆଖି ଆଗରେ ନାଚି ଯାଉଛି ରେ ଅଶାନ୍ତ ରକ୍ତ ବିଲାସୀ ଶବ କଥାକୁ ରକ୍ତର ନଦୀରେ ପହଁରି ପହଁରି ମୁଁ ଯେ କେମିତି ଆସିଛି ସେ କଥା କେବଳ ମୁଁ ଜାଣେ ରେ ଅଶାନ୍ତ କେବଳ ମୁଁ ଜାଣେ ଭାଇ ତମ ଆଗରେ ମୁଁ ହାତ ଯୋଡି ଅନୁରୋଧ କରୁଛି ଏକଥା ବାପାଙ୍କ ଆଗରେ କେବେ କହିବ ନାହିଁ। ତମେ ମରିବା ଖବର କାଗଜରେ ପଢିବା ଦିନଠୁ ମୋ ବାପାଙ୍କୁ ଆଗ୍ରହ ଜଣାଇ ନାହିଁ କାରଣ ବାପା ଜଣେ ହାର୍ଟ ପେସେଣ୍ଟ। ଏକଥା ଜାଣିବା ପରେ ତାଙ୍କ ହାର୍ଟ ଫେଲ ହେଇଯାଇଥାନ୍ତା। ଅଶାନ୍ତି ମୋ ବାପାଙ୍କ ମନରେ କେବେ ଦୁଃଖ ଦେବିନି କଣ ଭାବୁଛ ଭାଇ? ମୁଁ ଭାବୁଛି ମୋ ଏ ଆକାଶ ମହାପାତ୍ର କଥା ସବୁଦିନ ପାଇଁ ମୁଁ ଗୋଟେ ଅଥର୍ବ ପଙ୍ଗୁରୁ ଭକ୍ତ ଭରତ ମୁଁ ନ ହେଇପାରିଲେ ବି ତମ ଭଳି ରାମଚନ୍ଦ୍ରକୁ ପୂଜା କରିବାକୁ କେବେ ଅବହେଳା କରିବିନି କାରଣ ତମେ ହଉଛ ମୋ ପାଇଁ ଆଦର୍ଶର ହିମାଳୟ ଆଦର୍ଶର ମସ୍ତ କର
ଆମକୁ ଦେଖାଏ ମାଇକି ମାଇକ୍ କହିଥିଲା ଭିଡ଼ିଓ କରିକି ଆଣିବୁ ବୋଲି କୋଉଠି ଠିକ ଅଛି ଭାଇ ଟିକେଟ୍ ତମେ ଭିତରକୁ ଯାଅ ମୁଁ ମାର୍କେଟରୁ ଆସୁଛି ଭାଇ ଅଶାନ୍ତଟା ବାହାରି ଘରକୁ ବହୁ ନେଇ ଆସିଛି ହେଲେ ମୋ ବର୍ଷା ସବାରି ଚଢ଼ି ଘରକୁ ବହୁ ହେଇ ଆସିବ ବୋଲି ସଜ ହେଇ ବସେ ହେଲେ ସେ ଦିନର ଆକାଶ ଆଉ ଆଜିର ଆକାଶ ଭିତରେ ଅନେକ କଥା ଆକାଶ ଆଜିର ବେଖଣ୍ଡିଆ ଭୂତ ପାଲଟି ଏତେ ସବୁ ଦେଖି ସାରିଲା ପରେ ସେ କାହିଁକି ମତେ ଭଲ ପାଇବ କାହିଁକି ମୋ କନ୍ୟା ସାଜି ସେ ମୋ ଘରକୁ ବହୁ ହେଇ ଆସେ ଆଉଥରେ ସାନ ବୋହୂ ଯୋଉ ହାତରେ ମୁଁ ତମକୁ ଆଶୀର୍ବାଦ କରିବା କଥା ସେ ହାତଟା ମୋର ଆଜି ଆଉ ନାହିଁ ତଥାପି ମୁଁ ଭଗବାନ ଠାରେ ପ୍ରାର୍ଥନା କରୁଛି ତମ ସୀମନ୍ତରେ ସିନ୍ଦୁର ସବୁଦିନ ଝଟକୁ ଥାଉ ସବୁଦିନ ଝଟକୁ ଥାଉ ମୋ ନାଁ ଧରି ଡାକିବାର ଅଧିକାର ତମର ନାହିଁ ତମେ ଦିନେ ଥିଲ ଆକାଶର କଥା କୁହା କଣ୍ଡେଇ ରାଣୀ ହେଲେ ଆକାଶକୁ ଭଣ୍ଡେଇ ଦେଇ ତମେ ମୋ ଭଲ ପାଇବାର ମାନଚିତ୍ର କାଟି ଟିକ ଟିକ କରିଦେଇଛ ମୋତେ ବିଶ୍ୱାସ କର ଆକାଶ ମୋତେ ଭୁଲ ବୁଝୁଛ ତମକୁ ବିଶ୍ୱାସ କରିବି ନା ତମକୁ କେବେ ବିଶ୍ୱାସ କରାଯାଇପାରେ ବିଶ୍ୱାସର କାଚ ଘରକୁ ଭାଙ୍ଗି ତମେ ଟିକ ଟିକ କରିଦେଇଛ ତମେ ନାରୀ ନୁହ ତମେ ନର୍କ କେହି ଜଣେ ଠିକ କହିଥିଲା ନାରୀ ନିଆ ନରେଶ ଏମାନଙ୍କୁ ନାହିଁ ବିଶ୍ୱାସ ଏ ଦୁନିଆ ସହିତ ଛାଇ ଆଲୁଅର ଖେଳ ଖେଳନ୍ତି ବୋଲି ଏ ଦୁନିଆ ନାରୀକୁ କହେ ନାରୀ କୁଆଡ଼େ ପ୍ରେମିକ ମାନଙ୍କ ସହ ଲୁଚକାଳିର ଖେଳ ଖେଳନ୍ତି ବୋଲି ଏ ପ୍ରେମିକ ସମାଜ ଏମାନଙ୍କୁ କହେ ନାରୀ କୁଆଡ଼େ ମାୟାବୀ ମୋତେ ବୁଝିବା ପାଇଁ ଚେଷ୍ଟା କର ଆକାଶ ଆଜି ତମ ପାଇଁ ମରି ଯାଇଛି ଆଜି ତମ ସାମ୍ନାରେ ଯିଏ ଛିଡା ହେଇଛି ସେ ହଉଛି ଆକାଶର ପ୍ରେତ ଆଖି ତମ ଭଲ ପାଇବା ମିଛ ସବୁ ମିଛ ସବୁ ପ୍ରକାର ସବୁ ଚଳନା ଆକାଶ ବୁଝିବା ପାଇଁ ଚେଷ୍ଟା କର ଆକାଶ ଆଉ ବର୍ଷା ବର୍ଷା ଆଉ ଆକାଶ ଆଜିଠାରୁ ଆମ ଦୁଇଙ୍କ ରାସ୍ତା ସମ୍ପୂର୍ଣ୍ଣ ଅଲଗା କାହିଁକି ନା ଆଜିଠାରୁ ଆମେ ଦୁଇ ଜଣ ଅସମାନ୍ତର ସରଳ ରେଖା
ଗୋଟିଏ ବିନ୍ଦୁରେ ମିଶିବା କେବେ ସମ୍ଭବ ନୁହଁ। ନାଇଁ ଆକାଶ, ତମେ ମତେ ଭୁଲି ତାର ହେଇସାରିଲା ପରେ ମୁଁ ସମ୍ପୂର୍ଣ୍ଣ ଭାବେ ହାରେଇ ଯାଇଛି। ଆଜି ମୁଁ ଗୋଟେ ଦିଗହରା ପକ୍ଷୀ, ନା ଅଛି ଠିକଣା, ନା ଅଛି ମୋ ଅବସ୍ଥା। ଆକାଶ, ତୋର ବିଶ୍ୱାସ ତ ସେଇମାନଙ୍କ ଥାଏ ଯେ ବଞ୍ଚିବା ପାଇଁ କି ଇଚ୍ଛା କରନ୍ତି। ବାସ୍ ବର୍ଷା ବାସ୍, ଆଜିଠୁ ତମେ ତମ ଠିକଣା ଭିତରେ ରୁହ। ଆଜିଠୁ ମୁଁ ଧରି ନେବି ବର୍ଷା ବୋଲି ଯୋଉ ଝିଅଟା ମୋ ଜୀବନରେ ଆସିଛି। ନାଇଁ, ମୋ